ତେଣୁ ଦିନକୁ ଦିନ ଧର୍ମ ସଂକୁଚିତ ହୋଇ ଚାଲିଛି। ଲୋକମାନେ ଭୌତିକ ଜଗତ ପ୍ରତି ପୁରା ଆକୃଷ୍ଟ ହୋଇ ପଡ଼ୁଛନ୍ତି। ଈଶ୍ୱର ଅଛନ୍ତି ବୋଲି ସମସ୍ତଙ୍କର ଜ୍ଞାନ ଥିଲେ, ଏ ବିଷୟରେ ଜ୍ଞାନ ଥିଲେ, ସମସ୍ତଙ୍କର ଜ୍ଞାନ ଥିଲେ, କାହାର ବିଶ୍ୱାସ ନାହିଁ, କାହାର ନିର୍ଭର ନାହିଁ, କାହାର ଭଗବାନଙ୍କ ଉପରେ ଆସ୍ଥା ନାହିଁ। ତେଣୁ ସେଥିଲାଗି ଭାଗବତରେ ଲେଖା ଅଛି, ମୂଳଟି ଅଟଇ ବିଶ୍ୱାସ, କହି ଜଗନ୍ନାଥ ଦାସ, ବିଶ୍ୱାସ ବିନା କର୍ମ ଯେତେ, ଫଳ ନ ଫଳେ କଦାଚିତେ। ତେଣୁ ସେଇ ବିଶ୍ୱାସ, ତାକୁ ଇଂଲିଶରେ କହିଲେ ଫେଥ୍ ଆଉ ରିଅଲ୍ ଫେଥ୍, ବିଶ୍ୱାସ ଆଉ ଦୃଢ଼ ବିଶ୍ୱାସ। ସତରେ ମୋ ପ୍ରଭୁ ଅଛନ୍ତି, ସତରେ ମୋ ଭଗବାନ ଅଛନ୍ତି, ସତରେ ଡାକିଲେ ସେ ଶୁଣନ୍ତି, ସତରେ ସେ ଡାକିଲେ କଥା କୁହନ୍ତି, ସତରେ ସେ ଡାକିଲେ ସବୁକିଛି କରନ୍ତି। ସେଇ ଅଦୃଶ୍ୟ, ସେଇ ଅନସିନ୍ ବିଭିନ୍ନ ରୂପରେ ଆସି ଯେ ଛିଡ଼ା ହୁଏ, ବିଭିନ୍ନ ରୂପରେ ଯେ ସାହାଯ୍ୟ ଏବଂ ସହଯୋଗ କରନ୍ତି, ସେ କଥା ଅନୁଭବୀ ଜାଣେ, ସାଧକ ଆଉ ସାଧିକା ଜାଣନ୍ତି। ସାଧାରଣ ଲୋକମାନେ ଏ କଥାକୁ କେତେବେଳେ ବୁଝିପାରନ୍ତି ନାହିଁ କି ଜାଣିପାରନ୍ତି ନାହିଁ। ସେ ମୋତେ ଦେଲା ନା, ତା ଭିତରେ କିଏ? ସେ ମୋତେ ଗାଳି ଦେଲା, ତା ଭିତରେ କିଏ? ତେଣୁ କ୍ରିୟା ଯୋଗ ସମ୍ପୂର୍ଣ୍ଣ ସାଇଣ୍ଟିଫିକ୍, ସମ୍ପୂର୍ଣ୍ଣ ପ୍ରାଚୀନ ଯୋଗ। ସବୁ ଯୋଗର ସାରାଂଶ ହିଁ କ୍ରିୟା ଯୋଗରେ ଅଛି। ଯିଏ ଥରେ କ୍ରିୟା ଯୋଗକୁ ଭଲ ଭାବରେ ବୁଝିଲା, କ୍ରିୟା ଯୋଗକୁ ଭଲ ଭାବରେ ଜାଣିଲା, ନିଷ୍ଠାର ସହିତ କ୍ରିୟା ଅଭ୍ୟାସ କଲା, ବାବାଜୀ ମହାରାଜ ଯେଉଁ ପ୍ରଦତ୍ତ କୌଶଳ ଆମକୁ ଦେଇଛନ୍ତି, ସେଇ କୌଶଳକୁ ଆମେ ଜୀବନରେ ଯଦି ଆପ୍ଲାଏ କଲେ, ଆମେ ନିଶ୍ଚିନ୍ତ ଭାବରେ ଭଗବତ ଆନନ୍ଦ, ଭଗବତ ପ୍ରେମ ଆଉ ଅନୁଭବ ଉପଲବ୍ଧି କରିପାରିବା। ଆଉ ଭଗବାନ ଆମକୁ ନେଇ କେଉଁଠି ରଖିବେ, କେଉଁଠି ବସେଇବେ, କ'ଣ କରିବେ, ସେ କଥା ସିଏ ଜାଣନ୍ତି। ଆମେ ସେ କଥା କିଛି ଜାଣିବାର ନାହିଁ, କି ଚିନ୍ତା କରିବାର ନାହିଁ, କିଛି ଭାବିବାର ନାହିଁ। ଦୀକ୍ଷା ଦେଲାବେଳେ ଆମେ ସମସ୍ତଙ୍କୁ ଏବେ କହିଲୁ, କେହି କାହାକୁ ତୁ ତା କରିବ ନାହିଁ। ଝିଅକୁ ତୁମେ ଆପଣ, ସ୍ୱାମୀକୁ ତୁମେ ଆପଣ, ସ୍ୱାମୀ ସ୍ତ୍ରୀକୁ ତୁମେ ଆପଣ, ସମସ୍ତେ ସମସ୍ତଙ୍କୁ ଆପଣ କହିବେ। କାହିଁକି? ହ୍ୱାଇ? କାରଣ ସବୁରି ଭିତରେ ଭଗବାନ। ତୁମେ ଜାଣିନଥିଲ ଦୀକ୍ଷା ପୂର୍ବରୁ ଯେ ସମସ୍ତେ ଜଣେ, ଇଏ ମୋ ସ୍ତ୍ରୀ, ଇଏ ମୋ ପୁଅ, ଇଏ ମୋ ଝିଅ, ଇଏ ମୋ ମାମୁଁ, ଇଏ ମୋ ଦାଦା, ଇଏ ମୋ ବାପା, ଇଏ ମୋ ଖୁଡ଼ି, କ'ଣ କେତେ ଅଛି ସାମାଜିକ ସ୍ତରର କଥା। କିନ୍ତୁ ତୁମେ ଦୀକ୍ଷା ନେଲା ପରେ ଜାଣିଲ ଯେ ସବୁରି ଭିତରେ ଭଗବାନ, ସବୁ ସେ କରୁଛନ୍ତି, କରାଉଛନ୍ତି। ତାହେଲେ ମୋ ପ୍ରଭୁଙ୍କୁ ମୁଁ କ'ଣ ଏଇଭଳି ବ୍ୟବହାର କରିବି, ଏଇଭଳି ଦୃଷ୍ଟିରେ ଦେଖିବି, ଏଇଭଳି କଥା କହିବି? ତାହେଲେ ଗୋଟିଏ ମୂର୍ତ୍ତି ଭିତରେ ମୋ ପ୍ରଭୁଙ୍କୁ ଦେଖିବି। ତାହେଲେ ଆଉ ଯେତେ ଷ୍ଟାଚୁ, ଯେତେ ମୂର୍ତ୍ତି, ସମସ୍ତେ ଜଣେ ଜଣେ ମୂର୍ତ୍ତି, ଏ ମୂର୍ତ୍ତି ଭିତରେ କ'ଣ ମୁଁ ପ୍ରଭୁଙ୍କୁ ଦେଖିବି ନାହିଁ? ତେଣୁ ତମର ଦୀକ୍ଷା ଯେବେଠାରୁ ନେଲ, ତୁମର ଜ୍ଞାନ ଚକ୍ଷୁ ଖୋଲିଗଲା, ତୁମର ଦ୍ୱିତୀୟ ଜନ୍ମ ହେଲା, ସେକେଣ୍ଡ ବାର୍ଥ ହେଲା, ତୁମେ ଗୁରୁଙ୍କର ସନ୍ତାନ ହେଲ। ଗୁରୁ ତୁମକୁ ଯେମିତି ଗାଇଡ଼ କରିବେ ସେମିତି ଆପଣ ଚାଲିଲେ, ଆପଣ ନିଶ୍ଚିନ୍ତ ଭାବରେ ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବେ। ଲକ୍ଷ୍ୟ କ'ଣ? ମୂଳ ଲକ୍ଷ୍ୟରେ ପହଞ୍ଚିବେ, ଗୌଣ ଲକ୍ଷ୍ୟରେ ପହଞ୍ଚିବେନି। ମୂଳ ଲକ୍ଷ୍ୟଟା କ'ଣ? ନା ଆମେ ଯେଉଁଠୁ ଆସିଥିଲେ ସେଇଠିକି ଯିବା। ବାସ୍ତବରେ ଯେ ଭଗବାନଙ୍କୁ ଭଲ ପାଆନ୍ତି, ଭଗବାନଙ୍କୁ ଭକ୍ତି କରନ୍ତି, ଭଗବାନଙ୍କୁ ଭଜନ କରନ୍ତି, ଭଗବାନଙ୍କୁ ଧ୍ୟାନ କରନ୍ତି, ଭଗବତ ପ୍ରସଙ୍ଗରେ ରୁହନ୍ତି, ନବମ ଅଧ୍ୟାୟର 22 ଶ୍ଲୋକକୁ ଭଲ ଭାବରେ ପଢ଼ିବେ, ଭଲ ଭାବରେ ବୁଝିବେ, ଭଲ ଭାବରେ ଜାଣିବେ। ତାଙ୍କର ସମସ୍ତ ଦାୟିତ୍ୱ ପରମ ପିତା, ପରମ ବ୍ରହ୍ମ ବାବା ଭଗବାନ ଗ୍ରହଣ କରନ୍ତି ବା ଦାୟିତ୍ୱ ନିଅନ୍ତି। ତେଣୁ ଏ କଥାରେ ଆମମାନଙ୍କର ବିଶ୍ୱାସ ନାହିଁ।